जा देवी सर्वभूतेषु प्रज्ञारूपेण संस्थिता नमस्तस्यै 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 नमो नमः नमस्तस्यै नमो नमः। जय जगन्नाथ। विश्वर अगणित मानव जाति जनसमूह ओ लोक माननकु सचेतन वार्तार आउ एक नूतन अध्याय को स्वागत। आसंतु आजिर कथावस्तु उपरे आलोकपात करिबा। आजिर कथावस्तुर शीर्षक काशीनाथ ओ माधवंकर सत जानिले होश उड़ीजिव। हाँ, यह सत्य। आपण माने हुए तो जानी नाहंती कथावस्तुर शीर्षक सत जानिले होश उड़ीजिव। कहार ना काशीनाथ ओ माधवंकर। आपण माने प्रश्न करि पारंती ताले कौन से सत्य? ये कथा को विशेष भाव रे माधव परिवार विचार करो तथा अन्य माने मध्य विचार करंतु। सत्य जुगरे बद्रिकारे कृष्णवल्लभ राजांकर औरसरे राणी नीरवतींक गर्भरु नृसिंह शेषदेवंकर जन्म। कौन कले ना मानव लीला कले, मूर दारुण को बध कले, धर्म संस्थापना कले। किंतु नृसिंह और शेषदेव ब्राह्मण होई मध्य एवं भगवान होई मध्य केबे सत्य जुगरे से पूजा पाई नाहंती। केवल साधारण जीवन यापन करिसंती। ना तांको बापा राजा कृष्णवल्लभंकर पूजा करा हिच, ना स्वयं भगवान विष्णुंकर बा नृसिंह भगवानंकर पूजा करा हिच। जदि त्रेतया जुग को आसीबा राजा दशरथ एवं तीन रानी राम लक्ष्मण भरत शत्रुघ्न, ना राजा दशरथंकर पूजा करा हिच, ना रामंकर पूजा करा हिच। ना राम निजे पूजा पाइबा पई केबे सम्मति प्रदान करिसंती, ना केबे कहीं तांको पूजा करिसंती। राम धर्म संस्थापना करिसंती। ताहा आपण माने पुराण पृष्ठ रे अवश्य जानिथिबे, सुनिथिबे, पढ़िथिबे। एबे आसीबा द्वापर जुग को। बंदी देवकी वसुदेव तेणु पालनकर्ता हिसाब रे राजा नंद एवं उपनंद, रानी जशोमती, रोहिणी सेठी मध्य कृष्ण भगवान पूजा कराहीनि। कृष्ण केबे कही नाहंती मोते पूजा कर। ना राजा नंद केबे पूजा पाइछंती, ना राजा केबे नंद केबे सम्मान पाइछंती, ना जन्मदाता आ जन्मदात्री देवकी आ वसुदेव ये केबे सम्मान पाइछंती। कृष्ण तो पूजा पाइबा को केबे भी इच्छा ही करि नाहंती।
ଧର୍ମ ସଂସ୍ଥାପନା କରିଛନ୍ତି, କଂସବଧ କରିଛନ୍ତି, ମହାଭାରତ ଯୁଦ୍ଧ କରିଛନ୍ତି, ଇତ୍ୟାଦି ଇତ୍ୟାଦି କଥା ଯାହା ଆପଣମାନେ ସମସ୍ତେ ଉଣା ଅଧିକା ଜାଣିଛନ୍ତି। ତେଣୁ ତିନି ଯୁଗ ଆମମାନଙ୍କ ପାଇଁ ଅତୀତ ହେଇଯାଇଛି, ଅତିବାହିତ ହେଇଯାଇଛି। ଆମେ ସମସ୍ତେ କୋଉଠି ନା କୋଉଠି ଶୁଣୁଛେ, ଭାଗବତ ହଉ, ଗୀତା ହଉ, ଅନ୍ୟ କୌଣସି ପୁରାଣ ହଉ, ଶାସ୍ତ୍ର ହଉ, କିମ୍ବା ମହାପୁରୁଷମାନଙ୍କ ଦ୍ୱାରା ରଚିତ ମାଳିକା ବା ଭବିଷ୍ୟତ ମାଳିକା ହଉ, କୋଉଠି ନା କୋଉଠି ଆମେ ଶୁଣିବାକୁ ପାଇଛନ୍ତି କଳିରେ କଳ୍କି ଅବତାର ହେବେ ପରମ ବ୍ରହ୍ମ ନାରାୟଣ ବା ପାଳନକର୍ତ୍ତା ବିଷ୍ଣୁ। ତେବେ ବର୍ତ୍ତମାନ ସମୟରେ କଳ୍କି ନାମରେ ଅନେକ ଜାଗାରେ ଅନେକ ସଂସ୍ଥା, ଇଏ ଓଡ଼ିଶାରେ ବି ଓଡ଼ିଶା ବାହାରେ ବି ଶୁଣିବାକୁ ଦେଖିବାକୁ ମିଳୁଛି। ତନ୍ମଧ୍ୟରୁ ଇଏ ଦାସ ଯାହାକୁ ଇଙ୍ଗିତ କରୁଛି, ସେ ହେଉଛନ୍ତି କାଶୀନାଥ ମିଶ୍ର ଏବଂ ତାଙ୍କ ପୁଅ ମାଧବ, ଯାହାଙ୍କୁ କଳ୍କି ବୋଲି ମାଧବ ପରିବାରର ପ୍ରତିଟି ସଦସ୍ୟ ମାନି ଆସୁଛନ୍ତି। ତେଣୁ ଏବେ ବିଚାର କରାଯାଉ, କଥାବସ୍ତୁର ଶୀର୍ଷକ ସତ ଜାଣିଲେ ହୋସ ଉଡ଼ିଯିବ। ତାହେଲେ କ'ଣ ସେ ସତ? ନା କାଶୀନାଥ ମିଶ୍ରଙ୍କ ପୁଅ ଯଦି କଳ୍କି ତିନି ଯୁଗରେ ଯେଉଁ ବିଷ୍ଣୁ ପୂଜା ପାଇ ନଥିଲେ, ଏ ଯୁଗରେ ତାହା କେମିତି ସମ୍ଭବ? ତିନି ଯୁଗରେ ଜନ୍ମଦାତା ହିସାବରେ ଭଗବାନ ବିଷ୍ଣୁଙ୍କର ଯେଉଁମାନେ ପିତା ହେଇଥିଲେ, କୃଷ୍ଣବଲ୍ଲଭ ହୁଅନ୍ତୁ, ଦଶରଥ ହୁଅନ୍ତୁ, ବସୁଦେବ ହୁଅନ୍ତୁ, ଇଏ କେବେ ସମ୍ମାନ ପାଇନାହାନ୍ତି। ଇଏ କେବେ ନିଜ ପୁଅକୁ ପୂଜା କର କହିନାହାନ୍ତି। ନିଜ ପୁଅର ପୂଜାର କେବେ ଆୟୋଜନ କରିନାହାନ୍ତି। ନିଜେ କେବେ କାହାଠୁ ଫୁଲ ତୋଡ଼ାଟିଏ ଧରି ନାହାନ୍ତି। ଏବଂ ଇଏ ତିନି ଯୁଗରେ ଯେଉଁ ବିଷ୍ଣୁ ଯେଉଁ ରୂପ ଯେଉଁ ନାମ ଧାରଣ କରିଥିଲେ, ସେ ମଧ୍ୟ କେବେ ପୂଜା ପାଇବାକୁ ଇଚ୍ଛା କରିନାହାନ୍ତି। ଏହା ହେଉଛି କଳିର ପ୍ରଭାବର କଥା। ତେଣୁ ସତ ଜାଣିଲେ ହୋସ ଉଡ଼ିଯିବ ର ଅର୍ଥ ହେଉଛି କାଶୀନାଥ ମିଶ୍ର ନିଜ ପୁଅକୁ କଳ୍କି ଘୋଷଣା କରିବେ ବା କଳ୍କିର ପ୍ରଚାର କରିବେ, ପୁଅକୁ ଏକ ସୁସଜ୍ଜିତ ଆସନରେ ବସେଇବେ, ଲୋକମାନଙ୍କ ଦ୍ୱାରା ପୂଜା କରାଇବେ, ତାହା ପୁଣି ନିଜ ପୁଅକୁ ନିର୍ଦ୍ଦେଶ ଦେବେ, ଲୋକମାନେ ଆସିଗଲେଣି, ତୁ ଟିକେ ଶୀଘ୍ର ସଜ ହେଇଯା। ଲୋକମାନେ ଆସିଗଲେଣି, ତୁ ଟିକେ ଶୀଘ୍ର ସଜ ହେଇଯା। ପ୍ଲାନିଂ ପୁଣି କେମିତି? ନା ଅନ୍ୟ ଦିନ ଯଦି ଲୋକମାନଙ୍କ ପାଖରେ ନିଜ ପୁଅକୁ
ଉପସ୍ଥିତ କରାଯିବ ତାହେଲେ ପୁଅର ପାଠପଢ଼ାଟି ବ୍ୟାଘାତ ହେବ। ତେଣୁ ରବିବାର ଦିନ ତାହା କରାହେଉଥିଲା। ନିଜ ପୁଅର ପାଠପଢ଼ା ମାରା ହେବନି, ସେପଟେ ଲୋକମାନେ ଆସିକିରି ପ୍ରଭୁଙ୍କ ଦର୍ଶନ କରିବେ, ଅର୍ଥାତ୍ କାଶୀନାଥ ମିଶ୍ରଙ୍କ ପୁଅଙ୍କ ଦର୍ଶନ କରିବେ ବା କଳ୍କୀଙ୍କ ଦର୍ଶନ କରିବେ। ଏବଂ ଲୋକମାନଙ୍କ ଆସିବାର ତାଲିକା ପାଣ୍ଡବ, ପଦ୍ମ, ମୋହନ, ନରେନ୍ଦ୍ର ଏଇଭଳି କିଛି ବ୍ୟକ୍ତିତ୍ୱ ବା କିଛି ବ୍ୟକ୍ତି, ଏସବୁ ଲୋକମାନଙ୍କର ତାଲିକା ଦାୟିତ୍ୱରେ ଥିଲେ। କେଉଁମାନେ କେଉଁ ଅଞ୍ଚଳରୁ ଆସିବେ, କେଉଁଠୁ ଆସିବେ, କେମିତି ଆସିବେ, କ'ଣ ଆଣିକି ଆସିବେ, କ'ଣ କରିବାକୁ ପଡ଼ିବ, ଏସବୁର ଦାୟିତ୍ୱ ଏମାନେ ସବୁ ବହନ କରୁଥିଲେ। ସାଧାରଣ ସରଳ ନିରୀହ ଲୋକମାନେ ଆସନ୍ତି, ଯେଉଁ ରେଷ୍ଟ୍ରିକ୍ସନ, ଯେଉଁ କଟକଣା ଜାହିର କରାଯାଇଥାଏ ତାକୁ ଦେଖି ସରଳ ନିରୀହ ଲୋକଟିଏ ନୀରବ ହେବା ବ୍ୟତୀତ ଆଉ କିଛି ନଥାଏ। ଦର୍ଶନ କରିବା, ଭୋଗ ଲାଗି ପ୍ରସାଦ ପାଇବା, ରୋଷେଇ ହେଇଥିବା ଖାଦ୍ୟ ଖାଇବା। ତା ଭିତରେ ଯେଉଁ ଖାଦ୍ୟ ଖାଆନ୍ତି, ସେଦିନ ରବିବାର ଦିନ ଜାଣି ଶୁଣି ବିନା ପିଆଜ ରସୁଣ ରୋଷେଇର ବ୍ୟବସ୍ଥା ହେଇଥିବ। ପିଆଜ ରସୁଣ ନ ପକେଇ ରୋଷେଇ ବ୍ୟବସ୍ଥା କରାଯାଇଥିବ। କିନ୍ତୁ ନିଜେ ଲୋକମାନେ ଚାଲିଗଲା ପରେ ପିଆଜ ରସୁଣ ଟିକେ ନ ଆଣିଲେ, କଞ୍ଚା ପିଆଜ ଟିକେ ନ ଆଣିଲେ, ଏ ଯେଉଁ ପରିଚାଳନା ଦାୟିତ୍ୱ ନିଜେ କାଶୀନାଥ ସମସ୍ତେ ସପରିବାର ସହଯୋଗୀ କର୍ମକର୍ତ୍ତା ଉଦ୍ୟୋକ୍ତା ବୃନ୍ଦ ବା ଆପଣମାନଙ୍କ ଭାଷାରେ ଆଶ୍ରମର ଅନ୍ତେବାସୀ ବିନା ପିଆଜରେ ଖାଇ ନ ପାରନ୍ତି। ଏମାନେ ଯେହେତୁ ଅରୁଆ ଅନ୍ନ ଡାଲମା ଟିକେ କରାଯାଇଥିବ କି ଡାଲି ଟିକେ କରାହେଇଥିବ, ତେଣୁ ସ୍ୱାଦର ଲାଳସା କୁ ଛାଡ଼ି ନ ପାରି କଞ୍ଚା ପିଆଜ ରସୁଣ ଟିକେ ନହେଲେ ବାବୁମାନେ ଖାଇପାରନ୍ତି ନାହିଁ। ଏହିଭଳି ଭାବରେ ପୁଅକୁ ଭଗବାନ ସଜେଇ ନିଜର ବେଉସା ବା କଥାବାଚକ ପ୍ରବଚକ ପଣ୍ଡିତର ଆଖ୍ୟା ଦେଇ ବ୍ୟବସାୟ ଜାରି ରଖିଛନ୍ତି କାଶୀନାଥ ମିଶ୍ର। ତେବେ ଆଜି ପାଇଁ ସତ୍ୟ ଜାଣିଲେ ହୋସ ଉଡ଼ିଯିବର ପ୍ରଥମ ସୋପାନଟି ଶୁଣିଲେ। ଆଗାମୀ ଅଧ୍ୟାୟରେ ଦ୍ୱିତୀୟ ସୋପାନ ବାବଦରେ ଆପଣ ଅବଗତ ହେବେ। ଆଜି ପାଇଁ କଥାବସ୍ତୁକୁ ଏଇଠି ରଖୁଛି। ଜୟ ଜଗନ୍ନାଥ।